ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ୱେଲକମ୍ ଟୁ ଅନିତା ରୋଷେଇ। ଆଜି ମୁଁ ଗୋଟେ ହଳଦୀ ପତ୍ରର ପିଠାର ରେସିପି ନେଇ ଆସିଛି। ଆପଣ ପ୍ରାୟ ଖାଇଥିବେ, ଅଷ୍ଟମୀରେ ବନାଯାଏ, କିନ୍ତୁ ମୁଁ ଏବେ ବନେଇଛି କାହିଁକିନା ବର୍ଷା ଦିନରେ ବର୍ତ୍ତମାନ ଆମ ବାଡ଼ିରେ ଗୋଟେ ହେଇଥିଲା କ'ଣ ହଳଦୀ ଗଛ ଦେଖିକି ମୋତେ ଲୋଭ ଲାଗିଲା, ସେଇଥିପାଇଁ ମୁଁ ହଳଦୀ ପତ୍ର ପିଠାର ରେସିପି ଆପଣମାନଙ୍କ ପାଇଁ ଆଣିଛି। ମୁଁ ପ୍ରଥମେ ନେଇ 3 କପ୍ ଅରୁଆ ଚାଉଳ ନେଇଛି, ଆଉ 1 କପ୍ ନେଇଛି ବିରି। ଆଉ ତାର ସେଇ ରେସିଓଟି ରଖିବେ। ଆପଣଙ୍କର ପିଠା ବହୁତ ନରମ ବନିବ ଆଉ ଜାଲିଦାର ବନିବ। ନିହାତି ଭାବରେ ସେଇ ଟ୍ରିକ୍ଟା ମନେ ରଖିବେ। 3 କପ୍ ଦେବେ ଅରୁଆ ଚାଉଳ, ଯେଉଁ ଅରୁଆ ଚାଉଳ ହେଲେ ବି ହେବ। ଆଉ 1 କପ୍ ଦେବେ ବିରି। ତାକୁ ରାତି ସାରା ମୁଁ ବତୁରେଇ ଦେଇଥିଲି, ଆଉ ସକାଳେ ଭଲସେ ଧୋଇକି ତାକୁ ଗ୍ରାଇଣ୍ଡିଙ୍ଗ ଜାର୍କୁ ନେଇଯାଇଛି, ତାକୁ ଭଲସେ ଗ୍ରାଇଣ୍ଡିଙ୍ଗ କରିଦେବା। ମୁଁ ଟିକେ ଅଧିକା ପାଣି ଆପଣ ଭାବୁଥିବେ ମୁଁ ଦେଇଛି, କିନ୍ତୁ ସେତିକି ସେଇ ପରିମାଣର ପାଣି ଦେଲେ ଯାଇକି ଆପଣଙ୍କର ବେଟର୍ଟି ଭଲସେ ମାନେ ଠିକ୍ ତା'ର ବହଳିଆ ହେଇଯିବ। କାହିଁକିନା ଆମେ ବିରି ବି ବାଟିକି ଦେବା ନା। ତାପରେ ମୁଁ ବିରିକୁ ବି ମୁଁ ବାଟିକି ନେଇଯାଇଛି, ଦେଖନ୍ତୁ। ଆଉ ବିରିକୁ ଭଲସେ ମାନେ ଫେଣ୍ଟିବା, ତାକୁ ଭଲସେ ମିକ୍ସ କରିବା ପୁରା 5-10 ମିନିଟ୍ ପର୍ଯ୍ୟନ୍ତ, ଯେତେ ପର୍ଯ୍ୟନ୍ତ ଫ୍ଲପି ନ ହେଇଛି। ଦେଖନ୍ତୁ ଏମିତି ଭାବରେ ଗୋଟେ ଡାଇରେକ୍ସନରେ ସେ ଫେଣ୍ଟିବେ। ତାପରେ ମୁଁ ଗୋଟେ ନେଇଛି, ଦେଖନ୍ତୁ ପାଣିର ବାଉଲ୍ ଅଛି ମୋ ପାଖରେ। ସେଇଟାର ଦେଖିବେ ଆପଣଙ୍କର ବିରି ଭଲସେ ଫେଣ୍ଟି ହେଇଛି କି ନାହିଁ। ଦେଖନ୍ତୁ ଭାସୁଛି ମାନେ ଆପଣ ଜାଣିବେ ଯେ ଆପଣଙ୍କ ବିରି ଭଲସେ ଫେଣ୍ଟି ହେଇଛି, ମାନେ ଭଲସେ ମିକ୍ସ ହେଇଛି। ତାପରେ ଆମେ ଭଲସେ ଆଉ ଥରେ ଟିକେ ସମୟ ମିକ୍ସ କରିବା। ଏମିତି ଏଇ ପିଠାଟି ବହୁତ ଟେଷ୍ଟି ଲାଗେ ସାଙ୍ଗମାନେ, ଆପଣ ଥରେ ବନେଇକି ଖାଆନ୍ତୁ। ତାପରେ ସେଇ ବେଟର୍କୁ ଆମେ ସେଇ ଚାଉଳ ବଟା ସାଙ୍ଗରେ ମିଶାଇଦେବା। ଅରୁଆ ଚାଉଳ ଯେଉଁ ବାଟିକି ରଖିଥିବା ତା ସହିତ ମିଶାଇକି ତାକୁ ଭଲ ଭାବରେ ମିକ୍ସ କରିବା। ଭଲସେ ମିକ୍ସ କରିବେ। ଏବେ ହିଁ ମିକ୍ସ କଲେ ଯାଇକି ଆପଣଙ୍କର ପିଠାଟି ଭଲ ଜାଲିଦାର ବନିବ ଆଉ ନରମ ବନିବ। ଆଉ ହାତରେ ହିଁ ଫେଣ୍ଟିବେ। ହାତରେ ଫେଣ୍ଟିଲେ ଟିକେ ବହୁତ ବଢ଼ିଆ ମାନେ ଫର୍ମେଣ୍ଟେସନ୍ ହେବ, ଆଉ ଜାଲିଦାର ବନିବ, ନରମ ବନିବ ଆପଣଙ୍କର ପିଠା। ଯଦି ମୋ ରେସିପି ଆପଣମାନଙ୍କୁ ଭଲ ଲାଗୁଥାଏ ତାହେଲେ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ ନିହାତି କରନ୍ତୁ, ଆଉ କମେଣ୍ଟରେ ଜଣାନ୍ତୁ। କିନ୍ତୁ ଏ ପିଠାଟି ନିହାତି ବନେଇକି ଖାଇବେ, ବହୁତ ବଢ଼ିଆ ଲାଗିବ। ହଳଦୀ ପତ୍ରର ଯେଉଁ ବାସ୍ନା ପିଠା ଉପରେ ଆସିଯାଏ ନା, ବହୁତ ବଢ଼ିଆ ଲାଗିବ। ବହୁତ ସୁନ୍ଦର ବାସ୍ନାଟା ଗୋଟେ ଆସେ। ଦେଖନ୍ତୁ ମୁଁ ଫେଣ୍ଟି ଦେଇଛି ଭଲସେ। ତାକୁ ଧୈର୍ଯ୍ୟର ସହକାରେ ଫେଣ୍ଟିବେ, ମାନେ ଛାନିଆ ହେଲେ ବି ହେବନି। ବହୁତ ମାନେ ଜମା ଫର୍ମେଣ୍ଟେସନ୍ ଭଲ ହେବନି, ଆଉ ନରମ ହେବନି ଆପଣଙ୍କର ପିଠାଟି। ତାପରେ ମୁଁ 2 ଭାଗ କରିଦେଇଛି, ଅଧେ ରଖିଦେଇଛି। ଆଉ ଏଇ ଆଣରେ ମୁଁ ହଳଦୀ ପତ୍ରର ପିଠା ବନେଇବି। ଲୁଣ ଦେଇଛି, ଆଉ ସେଇ ଆଣକୁ ମୁଁ ଫ୍ରିଜରେ ରଖିଦେବି, ମାନେ ପରେ ମୁଁ ପିଠା ବନେଇବି। ଯେତିକି ପିଠା ବନେଇବେ ସେତିକିରେ ଖାଲି ଲୁଣ ଦେବେ, ଆଉ ବାକି ତକରେ ଲୁଣ ଦେବେ, ନହେଲେ ବେଶୀ ଖଟା ହେଇଯିବ। ଘୋଡ଼େଇକି ରଖିଦେଇଛି, ମାନେ 5-6 ଘଣ୍ଟା ରଖିଦେଲେ ସେ ଫର୍ମେଣ୍ଟେସନ୍ ଭଲ ହେଇଯିବ। ତାପରେ ମୁଁ ହଳଦୀ ପତ୍ରକୁ ଦେଖନ୍ତୁ ନେଇ ଆସିଛି ବାଡ଼ିରୁ, ତାକୁ ଭଲସେ ଧୋଇ ଦେଇଛି। ଧୋଇକି ତାପରେ ତାକୁ ମଝିରୁ କାଟିଦେବା। ପୁରା ଫ୍ରେଶ୍ ଦେଖନ୍ତୁ ପତ୍ର, ବହୁତ ଟେଷ୍ଟି ଲାଗେ, ବହୁତ ବଢ଼ିଆ ବାସ୍ନା। ବନେଇକି ଥରେ ଦେଖନ୍ତୁ, ତାପରେ କମେଣ୍ଟରେ ଜଣାଇବେ। ନିହାତି ଭାବରେ ଟ୍ରାଏ କରିବେ, ବହୁତ ସୁନ୍ଦର ବାସ୍ନା ଆସିବ, ବହୁତ ବଢ଼ିଆ ଲାଗିବ ଖାଇବାକୁ। ଆମର ସମସ୍ତେ ଭଲ ପାଆନ୍ତି ହଳଦୀ ପତ୍ର ପିଠା ଖାଇବାକୁ, କିନ୍ତୁ ଏଇ ବର୍ଷା ଦିନ ଛଡ଼ା ତ ଆଉ କେବେ ମିଳିବନି ନା ହଳଦୀ ପତ୍ର। ବର୍ତ୍ତମାନ ହେଇଛି ହଳଦୀ ପତ୍ର, ସେଥିପାଇଁ ମୁଁ ହଳଦୀ ପତ୍ର ପିଠା ବନାଉଛି। ତାକୁ ସେମିତି ସବୁ ମୁଁ କାଟି ଦେଇଛି। ତା'ର ଡେମ୍ଫ କାଟିଦେବା, ଆଉ ତା'ର ଅଗଟିକୁ କାଟିଦେବା। ଦେଖନ୍ତୁ ମୁଁ କାଟି ଦେଇଛି ସବୁ। ତାପରେ ତାକୁ ଅଲଗା ରଖିବା। ଦେଖନ୍ତୁ ଆମର ବେଟର୍ ବି ଫର୍ମେଣ୍ଟେସନ୍ ହେଇଯାଇଛି।
ବହୁତ ବଢ଼ିଆ ଫୁଲିଛି। ଏମିତି ବେଟର୍ ହେବା ଦରକାର, ବେଶୀ ବହଳିଆ ନୁହେଁ କି ବେଶୀ ପାଣିଆ ନୁହେଁ। ତାପରେ ତାକୁ ଅଲଗା ରଖିବା। ଆଉ ନଡ଼ିଆ କରିକି ନେଇଛି, ଗୋଟେ ନଡ଼ିଆ, ତାକୁ ଗୋଟେ କରେଇ ବସାଇ ଦେଇଛି, ତାକୁ ଆମେ ବନେଇବା, ତା'ର ପୁର ବନେଇବା। ଟିକେ ପାଣି ଦେଇ ଦେଇଛି, ହାଫ୍ କପ୍ ମୁତାବକ ପାଣି ଦେଇ ଦେଇଛି। ତାପରେ ମୁଁ ମାନେ ଗୁଣ୍ଡର ଗୁଡ଼ ୟୁଜ୍ କରିଛି, ପାଉଡ଼ର ସୁଗାର। ଆପଣ ଚାହିଁଲେ ଯେଉଁ ଗୁଡ଼ ହେଲେ ବି ହେବ, କିନ୍ତୁ ଗୁଡ଼ରେ ହିଁ ବନେଇବେ, ବହୁତ ଭଲ ବାସ୍ନା ଆସିବ। 3 ଚଟୁ ଦେଇଛି ଗୁଡ଼। ଗୁଡ଼ ଭଲସେ ମେଲ୍ଟ ହେବା ଦରକାର, ତାକୁ ଭଲସେ ମେଲ୍ଟ କରିବେ। ତାପରେ ଯାଇକି ନଡ଼ିଆ ପକାଇବେ। ତାପରେ ମୁଁ ନଡ଼ିଆ ପକାଇଛି, ଆଉ ଭଲସେ ମିକ୍ସ କରିଦେବା। ତାପରେ ନଡ଼ିଆ ଦେଇକି ଭଲସେ ମିକ୍ସ କରିଦେବା। ଦେଖନ୍ତୁ, ଟିକେ ମିକ୍ସ କରିଦେଇ ସାରିଲା ପରେ ତାପରେ ମୁଁ ଗୁଜୁରାତିର ଗୁଣ୍ଡ ଆଡ଼୍ କରିଦେଇଛି, ଆଉ ଟିକେ ଗୋଲମରିଚ ଗୁଣ୍ଡ ଆଡ଼୍ କରିଦେଇଛି। ବହୁତ ବଢ଼ିଆ ବାସ୍ନା ଆସିବ, ନିହାତି ଭାବରେ ଦେବେ, ସ୍କିପ୍ କରିବେନି। ତାପରେ ଆଉ ଥରେ ମିକ୍ସ କରିଦେବା। ମିକ୍ସ କରିକି ତାପରେ ତାକୁ ବାହାର କରିଦେବା। ଆମର ହେଇଗଲାଣି, ପୁର ତିଆରି ହେଲା। ବର୍ତ୍ତମାନ ମୁଁ ବାହାର କରିଦେଇଛି ଗୋଟେ ଥାଳିକୁ। ତାପରେ ଗୋଟେ କରେଇ ବସାଇ ଦେଇଛି, କରେଇରେ ପାଣି ଦେଇ ଦେଇଛି, ଗୋଟେ ଷ୍ଟାଣ୍ଡ ରଖିଦେଇଛି, ଆଉ ଗୋଟେ ଜାଲି ଦେଇ ଦେଇଛି। ଆପଣ ଚାହିଁଲେ ଇଟିଲି ଛାଞ୍ଚରେ ମଧ୍ୟ ବନେଇ ପାରିବେ, ନହେଲେ ଗୋଟେ ଥାଳି ଦେଇଦେବେ କରେଇ ଭିତରେ ଷ୍ଟାଣ୍ଡ ରଖିକି, ତାହେଲେ ବି ହେଇପାରିବ। ତାପରେ ଗୋଟେ ହଳଦୀ ପତ୍ର ନେଇକି ତା ମଝିରେ ସେ ବିରି ଆଉ ଚାଉଳର ଆଣକୁ ଦେବା। ବହୁତ କମ୍ ଟାଇମ୍ରେ ହେଇଯିବ। ପିଠାଟି ସିଝିବା ପାଇଁ ବେଶୀ ଟାଇମ୍ ଲାଗିବନି, ଅଳ୍ପ 5-10 ମିନିଟ୍ ଭିତରେ ପିଠା ଆମର ହେଇଯିବ। ତା'ର ପ୍ରୋସେସ୍ଟି ଟିକେ ଲେଟ୍, କିନ୍ତୁ ପିଠା ହେବା ପାଇଁ କମ୍ ଟାଇମ୍ ଲାଗିବ। ସେ ବିରିର ଆଉ ଚାଉଳର ଆଣ ମଝିରେ ଆମେ ସେ ପୁରକୁ ଦେଇଦେବା। ପୁର ଟିକେ ବେଶିକି ଦେବେ, ବହୁତ ବଢ଼ିଆ ଲାଗିବ। ଆପଣ ଥରେ ବନେଇକି ଦେଖନ୍ତୁ ନା, ତାପରେ କମେଣ୍ଟ କରିକି କହିବେ କେମିତି ଲାଗିଲା। ବହୁତ ଟେଷ୍ଟି ଲାଗିବ। ଆପଣ ନ ଖାଇଲେ ଜାଣିପାରିବେନି କେବେ ବି। ଆମ ଘରେ ସମସ୍ତେ ବହୁତ ଭଲ ପାଆନ୍ତି, କିନ୍ତୁ ଭଲ ପାଇଲେ କ'ଣ ହେବ, ପତ୍ର ତ ସବୁବେଳେ ମିଳେନି ନା। ଏଇ ବର୍ଷା ଦିନ ବହୁତ ବଢ଼ିଆ ପତ୍ର ମିଳିବ, ଆପଣ ଆରାମସେ ବନେଇକି ଖାଇପାରିବେ। ଏମିତି ମୁଁ ସବୁତକ ପିଠାକୁ ମାନେ ଆଣକୁ ଦେଇ ଦେଇଛି ହଳଦୀ ପତ୍ରରେ। ତାପରେ ତାକୁ ମୁଁ ଷ୍ଟିମ୍ କରିବା। ଆଉ ଆଣଟି ବେଶୀ ବହଳିଆ ଦେବେନି, ପତଳା କରିକି ଦେବେ, ବହୁତ ଜଲ୍ଦି ହେଇଯିବ। ଆମର ଏଇ ପିଠା ପ୍ରାୟ ଅଷ୍ଟମୀରେ ହିଁ ବନାଯାଏ। ଆପଣଙ୍କର ସେପଟେ ମାନେ କେଉଁ ପିଠା କୁହନ୍ତି, ଟିକେ ନିହାତି କମେଣ୍ଟରେ ଜଣେଇବେ। ଦେଖନ୍ତୁ, ମୁଁ ସବୁତକ ପିଠାକୁ ବନେଇ ଦେଇଛି। ବର୍ତ୍ତମାନ ଷ୍ଟିମ୍ କରିବା। ସେ ଜାଲି ଉପରେ ମୁଁ ସବୁତକ ପିଠା ଦେଇ ଦେଇଛି। ତାପରେ ତାକୁ ଗୋଟେ ଥାଳିରେ କଭର୍ କରିଦେବା। 5-10 ମିନିଟ୍ ଭିତରେ ପିଠା ଆମର ସିଝିଯିବ। ଆପଣ ଚାହିଁବେ ଯଦି ଇଟିଲି ଛାଞ୍ଚରେ ମଧ୍ୟ ଦେଇପାରିବେ ତାକୁ ଷ୍ଟିମ୍ କରିବା ପାଇଁ। ଦେଖନ୍ତୁ, ବର୍ତ୍ତମାନ ଆମର ପିଠା ହେଇଗଲାଣି, ବାହାର କରିଦେବା। ବହୁତ ଜଲ୍ଦି ହେଇଯାଏ ପିଠା, ଟାଇମ୍ ଲାଗିବନି। ଗୋଟେ ଥାଳିଆକୁ କାଢ଼ି ଦେଇଛି। ଦେଖନ୍ତୁ, ଗୋଟେ ପତ୍ର କାଢ଼ିକି ଦେଖ କେତେ ଜାଲିଦାର ବନିଛି ଆମର ପିଠା, ଟିକେ ଦେଖନ୍ତୁ। ଥଣ୍ଡା ହେଲେ ପତ୍ର କାଢ଼ିବେ, ନହେଲେ କାଢ଼ି ହେବନି ଜମା। ଦେଖନ୍ତୁ, ବହୁତ ଜାଲିଦାର ବନିଛି ନା, ଖାଇବାକୁ ସେମିତି ବହୁତ ଟେଷ୍ଟି। ଦେଖନ୍ତୁ, ଏମିତି ବନେଇକି ଖାଆନ୍ତୁ, ଆଉ କମେଣ୍ଟରେ ନିହାତି ଭାବରେ ଜଣାନ୍ତୁ। ଭିଡ଼ିଓଟି ପୁରା ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।